ଆଜି ମୁଁ ବନେଇବି ବଡ଼ ମାଛ ଚଟୁଣି। ଆଉ ଚଟୁଣି ସାଙ୍ଗରେ କ'ଣ ଦରକାର? ପିଆଜ ଗୋଟେ ରଖିଛି, ଲଙ୍କା ଗୋଟେ, ଧନିଆ ପତ୍ର, ରସୁଣ। ତ ଏବେ ମୁଁ ଆରମ୍ଭ କରିବାକୁ ଯାଉଛି। ଏବେ ମାଛ ଦିହରେ ମୁଁ ଲୁଣ ଗୋଟେ ଚାମଚ ପକେଇଲି। ହଳଦୀ ଗୋଟେ ଚାମଚ। ଏବେ ମୁଁ ମାଛ ଗୋଳେଇକି ରଖିଲି। ଏବେ ତାକୁ ସନ୍ତୁଳିବା ପାଇଁ ଆରମ୍ଭ କରୁଛି। ତାକୁ ମୁଁ ତାୱାରେ ପକାଉଛି। ମାଛ ଯୋଉ ଗୋଳେଇକି ରଖିଥିଲି ଏବେ ତାକୁ ମୁଁ ପକେଇଦେଲି। ଏବେ ମୁଁ ଉଲ୍ଟେଇ ଦେଇଛି, ଆର ପଟେ ହବ। ଏବେ ଗୋଟେ ପ୍ଲେଟରେ ବାହାର କରୁଛି। ଏବେ ଗୋଟେ ପ୍ଲେଟରେ ବାହାର କରିଦେଲି। ଏବେ ମାଛର କଣ୍ଟା ବାହାର କରିବି। ମାଛର କଣ୍ଟା ମୁଁ ବାହାର ରଖିଛି। ଏବେ ତା ଦେହରେ ମୁଁ ଯୋଉ ପିଆଜ ସବୁ କାଟିଛି, ଏବେ ତା ଦେହରେ କ'ଣ ପକଉଛି ଦେଖଉଛି। ଏବେ ତା ଦେହରେ ଛୋଟ ଛୋଟ କରି ଯୋଉ ପିଆଜ କାଟିଥିଲି ଏବେ ତା ଦେହରେ ପକେଇଲି। ପିଆଜ ପରେ ରସୁଣ ବି ଛୋଟ ଛୋଟ କରି ରଖିଥିଲି। ଏବେ ତା ଦେହରେ କଞ୍ଚା ଲଙ୍କା ଛୋଟ ଛୋଟ କରି କାଟିଥିଲି। ଏବେ ତା ଦେହରେ ପକେଇଦେଲି। ଧନିଆ ପତ୍ର ବି କାଟି ରଖିଥିଲି। ଏବେ ତା ଦେହରେ ସବୁ ପକେଇଦେଲି। ଏବେ ତା ଦେହରେ ମୁଁ ଗୋଟେ ଚାମଚ ଲୁଣ, ତ ତା ଆଗରୁ ମୁଁ ଲୁଣ ଦେଇକି ସନ୍ତୁଳି ଦେଇଥିଲି, ତ ଗୋଟେ ଚାମଚ ଲୁଣ ଦେଇଛି। ଏବେ ତା ଦେହରେ ଚଟୁଣି ପାଇଁ ସୋରିଷ ତେଲ ଦେଲେ ତାର ବାସ୍ନାଟା ଭଲ ଲାଗିବ, ତ ମୁଁ ଆ ଦେହରେ ତେଲ ଦେଲି। ଏବେ ତାକୁ ମୁଁ ଚକଟିବି। ତାକୁ ମୁଁ ଏବେ ଭଲରେ ଚଟୁଛି, ସବୁ ମିଶେଇ ଦଉଛି। ସବୁ ପିଆଜ, ରସୁଣ, କଞ୍ଚା ଲଙ୍କା, ଧନିଆ ପତ୍ର ଦେଇକି ତାକୁ ମିଶେଇ ଦଉଛି ଭଲରେ। ମୋର ମାଛ ଚଟୁଣି ବନା ହେଇଗଲା। ଯଦି ମୋର ମାଛ ଚଟୁଣିର ବନାଟା ଭଲ ଲାଗିଲା, ତାହେଲେ ଆପଣମାନେ ମୋର ଚ୍ୟାନେଲକୁ ଲାଇକ୍ କରିବେ, କମେଣ୍ଟ ମଧ୍ୟ ଲେଖିକି ଜଣେଇବେ, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନକୁ ଦବାଇଦେବେ।